जय जगन्नाथ आपण मानक प्रज्योतिषवाल को स्वागत। 12 मासरे 13 पर्व आउ आम ओडिया मानकर सबुठारु बड़ पर्व सही 12 मासरे 13 पर्व भितर होची रज पर्व। ଯେଉଁ ରଜ ପର୍ବରେ ଆମେ ଝିଅମାନେ ସ୍ତ୍ରୀ ଲୋକମାନେ ଏମିତିକି ପୁରୁଷ ଲୋକମାନେ ମଧ୍ୟ ଏଇ ରଜ ସେଲିବ୍ରେସନ୍ କରିବା ପାଇଁ ଭୁଲନ୍ତି ନାହିଁ। ଏଇ ବର୍ଷ ରଜ ପୁଣି ଆପଣଙ୍କ ପାଇଁ କିଛି ନୂଆ ଆଣିଥିବ ବୋଲି ମୁଁ ଆଶା କରୁଛି। ଏ ବର୍ଷ ରଜ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଆମର ରଜ 14 ଜୁନ୍ରୁ ଆରମ୍ଭ ହେଉଛି, 16 ଜୁନ୍ରେ ସରିଯାଉଛି। କିନ୍ତୁ ଆମେ ଓଡ଼ିଆ ତ ଆମେ 3 ଦିନ କାହିଁକି ମନେଇବା, ଆମେ 4 ଦିନ ମନେଇବା। ତ ସେଥିପାଇଁ ଏ ବର୍ଷ ଭଳି ଆର ବର୍ଷ ଭଳି ଏ ବର୍ଷ 14 ତାରିଖରୁ 17 ତାରିଖ ଆମର 4 ଦିନ ଧରି ରଜ ପର୍ବ ପାଳନ କରାଯାଉଛି। ଦେଖନ୍ତୁ ମୁଁ ଆପଣଙ୍କୁ ଖଡ଼ିରତ୍ନ ପଞ୍ଜିକାରୁ ହିଁ ଦେଖାଇ ଦେଉଛି। ତ ଆମର ରଜ ପ୍ରଥମ ରଜ ହେଉଛି 14 ଜୁନ୍ ଶୁକ୍ରବାର ଦିନ, ସେକେଣ୍ଡ ରଜ 15 ଜୁନ୍ ଶନିବାର ଯେଉଁଦିନ କି ଆମର ରଜ ସଂକ୍ରାନ୍ତି, ଆଉ ଥାର୍ଡ଼ ରଜ ଆମର 16 ଜୁନ୍ ରବିବାର, ଆଉ ତା ସହିତ 17 ଜୁନ୍ ସୋମବାର ପଡ଼ୁଛି ଆମର ବସୁମତୀ ସ୍ନାନ। ଦେଖନ୍ତୁ ମୁଁ ଆପଣଙ୍କୁ ଫାଷ୍ଟ କହୁଛି ଯେ ଫାଷ୍ଟ ରଜରେ ଆମେ କ'ଣ ଖାଇବା ନାହିଁ ମୁଁ ଆପଣଙ୍କୁ କହିଦେଉଛି, ତାପରେ ଆପଣଙ୍କୁ କହିବି କ'ଣ କରିବେ ନାହିଁ, ତାପରେ କହିବି ବସୁମତୀ ସ୍ନାନର ପୂଜା ବିଧି। ଠିକ୍ ଅଛି। ଦେଖନ୍ତୁ ଫାଷ୍ଟ ହେଉଛି ଆପଣଙ୍କ ଫାଷ୍ଟ ଯେଉଁ ରଜ ହେଉଛି 14 ଜୁନ୍ ଶୁକ୍ରବାର ଦିନ ପଡ଼ୁଛି, ସେଦିନ ଆପଣ ଯେହେତୁ ଅଷ୍ଟମୀ ତିଥି ଚାଲୁଛି, ତ ମୁଁ ଆପଣଙ୍କୁ ବହୁତ ଭିଡ଼ିଓରେ କହିଛି ଯେ ଅଷ୍ଟମୀ ତିଥିରେ ନଡ଼ିଆ ଖାଇବା ମନା, କାରଣ ସେଦିନ ନଡ଼ିଆ ଖାଇଲେ ସେଟା ଗୋମାଂସ ସହିତ ସଦୃଶ। ତ ସେଥିପାଇଁ ସେଦିନ ଆପଣ ନଡ଼ିଆ ଖାଆନ୍ତୁ ନାହିଁ। ଦେଖନ୍ତୁ ମୁଁ ଆପଣଙ୍କୁ ପଞ୍ଜିକାରୁ ମଧ୍ୟ ଦେଖାଇ ଦେଇଛି ଯେ ନଡ଼ିଆ ଫାଷ୍ଟ ରଜ ଦିନ ମାନେ ଶୁକ୍ରବାର ଦିନ ଖାଆନ୍ତୁ ନାହିଁ। ସେକେଣ୍ଡ ରଜ ଦିନ 15 ଜୁନ୍ ଯେଉଁଦିନ ରଜ ସଂକ୍ରାନ୍ତି, ସେଦିନ ସଂକ୍ରାନ୍ତି ବେଳେବେଳେ ଘରେ ମଧ୍ୟ ପୂଜା କରାଯାଇଥାଏ। ତା ସହିତ ଦେଖନ୍ତୁ ସେଦିନ ଲାଉ ଖାଇବା ମନା ରହିଛି, ତା ସହିତ ହଳ ନିଷେଧ, ସ୍ତ୍ରୀମାନେ କି ପୁରୁଷ ଲୋକମାନେ ତେଲ ଲଗେଇବେ ନାହିଁ ଦେହରେ ସେଦିନ। ଠିକ୍ ଅଛି। ତ ସେକେଣ୍ଡ ରଜ ଦିନ ମୁଁ ଆପଣଙ୍କୁ କହିଦେଲି କ'ଣ ଖାଇବେ ନାହିଁ, ଲାଉ ସେଦିନ ଖାଇବେ ନାହିଁ। ଥାର୍ଡ଼ ରଜ ଦିନ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି, ଥାର୍ଡ଼ ରଜ 16 ଜୁନ୍ ରବିବାର ଦିନ ଆପଣଙ୍କର ଗଙ୍ଗା ଦଶହରା ପଡ଼ୁଛି, ଗଙ୍ଗା ସ୍ନାନ ପଡ଼ୁଛି। ସେଦିନ ଆମର ତୃତୀୟ ଆଉ ଶେଷ ରଜ। ସେଦିନ ଆମର କଳମୀ ଶାଗ ମାନେ କଳମ ଶାଗ ଆପଣ ଖାଇବେ ନାହିଁ। କଳମ ଶାଗ ଖାଇଲେ ସେଦିନ ଆମିଷ ସହିତ ସଦୃଶ ହେବ, ଭକ୍ଷଣ ସେଦିନ ନିଷେଧ ଅଛି। ସେଦିନ ଗଙ୍ଗା ଦଶହରା ସ୍ନାନର ଯୋଗ ରହିଛି। ଗଙ୍ଗା ଦଶହରା କ'ଣ? ଗଙ୍ଗା ଦଶହରା ହେଉଛି ଗଙ୍ଗା ଦେବୀ ସେଦିନ ମର୍ତ୍ତ୍ୟକୁ ମାନେ ଆମ ପୃଥିବୀ ପୃଷ୍ଠକୁ ଅବତରଣ କରିଥିଲେ, ଆସିଥିଲେ। ତ ସେଇଥିପାଇଁ ସେଇ ଦିନକୁ ଗଙ୍ଗା ଦଶହରା କୁହାଯାଏ। ଆପଣ ଯଦି ସେଇଦିନ ଗଙ୍ଗା ଦେବୀଙ୍କ ଯେଉଁ ଆସିଛନ୍ତି ମର୍ତ୍ତ୍ୟକୁ ଅବତରଣ କରିଥିଲେ, ତ ସେଇଦିନ ଯଦି ଆପଣ ଗଙ୍ଗା ସ୍ନାନ କରିକିନା ତାଙ୍କୁ ତିଳ ତର୍ପଣ କଲେ, ତାହେଲେ ଆପଣଙ୍କର କାୟିକ ବାଚିକ ଓ ମାନସିକ ଦୋଷବିଧ ଯଦି ଆପଣ କିଛି ପାପ କରିଛନ୍ତି ଆପଣଙ୍କର ପାପ କ୍ଷୟ ହେବ। ଠିକ୍ ଅଛି। ଆପଣ କ'ଣ କଲେ, ଆପଣଙ୍କୁ ଏଇ ଶେଷ ରଜ ଦିନ ଆପଣଙ୍କର ଯଦି କିଛି ପାପ ଥିବ ଆପଣଙ୍କର ଜାତକରେ କି ଆପଣ ନିଜେ କରିଛନ୍ତି ବୋଲି ଭାବୁଛନ୍ତି, ତାହେଲେ ଆପଣଙ୍କ ପାପ କ୍ଷୟ ହେବ। ଆପଣ ଗଙ୍ଗାରେ ସ୍ନାନ କରିବେ। ଯଦି ଆପଣ କି ଯାଇପାରୁନାହାନ୍ତି ସ୍ନାନ କରିବା ପାଇଁ, ଆପଣ ଯେଉଁଠି ଗାଧଉଛନ୍ତି ତ ସେଇ ସମୟରେ ଗଙ୍ଗା ପାଣି ଗଙ୍ଗା ଜଳ ଟିକେ ମିଶାଇ ଦେବେ, ସେଇଥିରେ ସ୍ନାନ କରିବେ। ସ୍ନାନ କରିସାରିଲା ପରେ ଆପଣ ତିଳ ତର୍ପଣ କରିବେ। ତର୍ପଣ କଲେ ଆପଣଙ୍କର ଯଦି ଆପଣ କିଛି ପାପ କରିଛନ୍ତି ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଏଇଟା ହେଲା 3ଟା ରଜ ଦିନ। ତାପରେ 17 ଜୁନ୍ ସୋମବାର ଦିନ। 17 ଜୁନ୍ ସୋମବାର ହେଉଛି ବସୁମତୀ ସ୍ନାନ। ବସୁମତୀ ସ୍ନାନ ଦିନ ଶିମ୍ବ ଖାଇବା ମନା ଅଛି। ଦେଖନ୍ତୁ ବସୁମତୀ ସ୍ନାନ ଆମେ ଲକ୍ଷ୍ମୀ ମାଙ୍କୁ ପୂଜା କରୁଛେ। ମାଣବସା ଗୁରୁବାର ହଉ, ସୁଦଶା ବ୍ରତ ହଉ, ଦୀପାବଳି ହଉ, ତ ସେହିପରି ଯେମିତି ମାଣବସା ଗୁରୁବାର, ସୁଦଶା ବ୍ରତ, ଦୀପାବଳିରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ, ସେହିପରି ଭାବରେ ବସୁମତୀ ସ୍ନାନରେ ମଧ୍ୟ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମା ସେଦିନ ନିହାତି ଭାବରେ ପୂଜା କରନ୍ତୁ। ଯେମିତି ପଞ୍ଚ ଉପଚାର ଆପଣ ପୂଜା କରୁଛନ୍ତି ଅନ୍ୟ ସମୟରେ, ଯେମିତି ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି, ସୁଦଶା ବ୍ରତରେ ପୂଜା କରୁଛନ୍ତି, ତ ସେହିପରି ଭାବରେ ମାଙ୍କୁ ସେଦିନ ପୂଜା କରିବାର ମଧ୍ୟ ବିଧି ରହିଛି। ତେଣୁକରି ଆଶା କରୁଛି ଆପଣମାନେ ମଧ୍ୟ ସେଦିନ ମା ଲକ୍ଷ୍ମୀଙ୍କୁ ଘରକୁ ଡାକିବେ, ମାଙ୍କୁ ପୂଜା କରିବେ। ଆଉ ସେଦିନ ଶିମ୍ବ ଖାଇବା ମନା ଅଛି। ଠିକ୍ ଅଛି। ଏବେ ଚାଲନ୍ତୁ ଜାଣିବା ଯେ ଆପଣ ଏଇ ଯେଉଁ 4 ଦିନ ମାନେ ଆମର ରଜ 3 ଦିନ ନୁହେଁ, 4 ଦିନ ଆପଣ କ'ଣ କରିବେ ନାହିଁ। ତ ରଜ 4 ଦିନ ଆପଣ ହଳ କରିବେ ନାହିଁ, କାରଣ ସେ ସମୟରେ ହଳ ନିଷେଧ ଥାଏ। ତ
ତେଣୁକରି ଆପଣ ହଳ କରିବେ ନାହିଁ, କିଛି ହାଣିବେ ନାହିଁ କି କୋଡ଼ିବେ ନାହିଁ, କିଛି ଜିନିଷ କାଟିବେ ନାହିଁ ମାନେ କପଡ଼ା କିଛି କାଟିବେ ନାହିଁ। ପରିବା ତ ଆଜିକାଲି କାଟି ଦେଉଛନ୍ତି ଯେଉଁ ସମ୍ଭବ ହେଇପାରୁନି, ତ କିନ୍ତୁ କପଡ଼ା କାଟିବେ ନାହିଁ, କିଛି ଜିନିଷ ସିଲେଇ କରିବେ ନାହିଁ, ଛେଚିବେ ନାହିଁ। ଶିଳିପତା, ଆପଣଙ୍କ କୁଟୁଣି ହଉ କି ଆପଣ ପନିକି ହଉ, ତ ଏସବୁ ଯେମିତି ବେଶୀ ୟୁଜ୍ ନ କରିବେ ସେହିପରି ଭାବରେ ଆପଣ ଟିକେ ଧ୍ୟାନ ଦେବେ। କିଛି ଛେଚିବା କି ଶିଳପତାରେ ଆପଣ ବାଟିବା, ଚାଉଳ ହଉ ବିରି ହଉ କିଛି ବାଟିଆ ମଧ୍ୟ କି ମସଲା ହଉ, ତ ସେଇ ସମୟରେ ଦେଖିବେ ବେଶୀ ଛେଚି ବଟା ବଟି ସିଲେଇ କରିବା, ଯେମିତି କାଟିବାରେ ଆପଣ ଗୁଆ କାଟିବା ହଉ କି ଆପଣ କପଡ଼ା କାଟିବା ହଉ, ଏଇପରି ଭାବରେ କିଛି ଜିନିଷ କରିବେ ନାହିଁ। ସେ ସମୟରେ ମଧ୍ୟ ଗଛ ଲଗାଇବେ ନାହିଁ, କାରଣ ଗଛ ଲଗାଉଛନ୍ତି ମାନେ ଆପଣ ହାଣୁଛନ୍ତି, ମାଟିକୁ ହାଣୁଛନ୍ତି। ତ ସେଇ ସମୟରେ ଆପଣ ଏଇ 4 ଦିନ କିଛି କରନ୍ତୁ ନାହିଁ। ଠିକ୍ ଅଛି, ଏବେ ଚାଲନ୍ତୁ ଜାଣିବା ବସୁମତୀ ସ୍ନାନର କ'ଣ ପୂଜା ବିଧି ଅଛି। ଦେଖନ୍ତୁ, ବସୁମତୀ ସ୍ନାନ ହେଉଛି ମା ଲକ୍ଷ୍ମୀଙ୍କର ବହୁତ ବଡ଼ ଦିନ। ମା ଲକ୍ଷ୍ମୀ ଦେବୀଙ୍କୁ ସେଦିନ ପୂଜା କରିବାର ମଧ୍ୟ ବିଧି ରହିଛି। ଯେମିତି ଆପଣ ମା ଲକ୍ଷ୍ମୀଙ୍କୁ ସ୍ନାନ କରାନ୍ତି, ଆପଣ ମାଣବସା ଗୁରୁବାର ତାଙ୍କୁ ହଳଦୀ ପାଣିଲେ, ତାପରେ ଚନ୍ଦନ ପାଣିଲେ, ଗଙ୍ଗା ଜଳରେ ପଞ୍ଚାମୃତରେ ସ୍ନାନ କରାନ୍ତି, ସେମିତି ସ୍ନାନ କରନ୍ତୁ। ପଞ୍ଚ ଉପଚାର ସହିତ ପୂଜା କରନ୍ତୁ। ମୁଁ ଆଶା କରୁଛି ଆପଣ ପୂଜା କରିବେ। ତା ସହିତ ଅନ୍ୟ କ'ଣ ବିଧି ଅଛି ଦେଖନ୍ତୁ। ଯେଉଁ ସ୍ଥାନରେ ଆପଣ ବାହାରେ, ବିଶେଷ କରି ବସୁମତୀ ସ୍ନାନ ବିଶେଷ କରି ବାହାରେ ହେଇଥାଏ, ଘର ବାହାରେ, ତ ଘର ବାହାରେ ଆପଣ ଯେଉଁଠି ଗୋଟେ ପରିଷ୍କାର ଜାଗା ଅଛି ସେଇ ସ୍ଥାନକୁ ଗୋବର ଆଉ ମାଟି ମିଶାଇ ଟିକେ ଭଲ ଭାବରେ ସେ ସ୍ଥାନକୁ ପୋଛି ଦିଅନ୍ତୁ ଭଲ ଭାବରେ। ତ ସେଟା ଶୁଖିଗଲା ପରେ ଆପଣ ମୁରୁଜ ପକାଇବେ। ମୁରୁଜ ପକାଇ ସାରିଲା ପରେ ଟିକେ ପଞ୍ଚାମୃତ ଛିଞ୍ଚି ଦିଅନ୍ତୁ, ଟିକେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। ଛିଞ୍ଚି ଦେବା ପରେ ସେ ସ୍ଥାନ ପୁରା ଭଲ ଭାବରେ ଶୁଦ୍ଧ ହେଇଗଲା। ଏବେ ପ୍ରଥମେ କ'ଣ କରିବେ, କଳସ ସ୍ଥାପନା କରିବେ। କଳସ ସ୍ଥାପନା କରିସାରିଲା ପରେ ଆପଣ କ'ଣ କରିବେ, ଆଗରୁ ପିଢ଼ା ଧୋଇ କରି ରଖିଥିବେ। ଆପଣଙ୍କ ଘରେ ଯେଉଁ ପିଢ଼ା ୟୁଜ୍ କରାଯାଏ ସେଇ ପିଢ଼ା ଆପଣ ଧୋଇ କରି ରଖିଥିବେ। ସେଇ ପିଢ଼ାକୁ ଆପଣ କ'ଣ କରିବେ, ରଖିବେ। ଯେମିତି ଆପଣ ଯେତେବେଳେ ପୂଜା କରୁଛନ୍ତି ଆପଣଙ୍କର ମୁହଁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିଥିବ। ଠିକ୍ ଅଛି, ତ ଆପଣ ପିଢ଼ା ରଖିବେ। ପିଢ଼ା ରଖି ସାରିଲା ପରେ କେତେକ ସ୍ଥାନରେ ମଧ୍ୟ ଶିଳ ମଧ୍ୟ ପୂଜାରେ ଲଗାଯାଏ। ଆପଣଙ୍କ ଘରେ ଯଦି ଶିଳ ପୂଜା କରାଯାଏ ଆପଣ ମଧ୍ୟ ସେଇଠି ପୂଜା କରିପାରିବେ। ଯଦି ଖାଲି ଶିଳ ପତାର ପୂଜା କରାଯାଏ, ତ ଶିଳିପତାର ଆପଣ ଯେଉଁ ପଟ ବାମ ପଟ ସାଇଡ଼୍ ଧରୁଛନ୍ତି, ଲେଫ୍ଟ ସାଇଡ଼୍, ତ ସେଇଟା କ'ଣ କରିବେ, ଉପରକୁ ରଖିବେ। ମାନେ କିଛି ଅଂଶ ପିଢ଼ାରେ ଲାଗିଥିବ, କିଛି ଅଂଶ ଭୁଇଁକି କି ଧରଣୀ ମାଟିକୁ ଛୁଇଁଥିବ। ତ ସେଇପରି ଭାବରେ ଟିକେ ତେର୍ଛା କରି ଆପଣ ରଖିବେ। ତାପରେ କ'ଣ କରିବେ, ଆପଣ ସେଇ ସମୟରେ କଟୁରୀ ହଉ କି ଦା ହଉ କି କଇଁଚି ହଉ ମଧ୍ୟ କି ଛେଚି ଯେଉଁ କୁଟୁଣି, ସେ ସବୁ ମଧ୍ୟ ପୂଜା କରିପାରିବେ। ଠିକ୍ ଅଛି, ସେମିତି କିଛି ନାହିଁ। କିନ୍ତୁ କେତେକ ସ୍ଥାନରେ ମୁଁ ଦେଖିଛି, ମାନେ ସବୁ ସ୍ଥାନରେ ପୂଜାର ବିଧି ଅଲଗା ଅଲଗା ଥାଏ। ମୁଁ ସେଥିପାଇଁ କହିଲି, ଆମ ଘରେ ଅଛି ପିଢ଼ା ଶିଳିପତା, ଆମର ପୂଜା କରାଯାଏ। ଯାହା ଘରେ ଯାହା ଥିବ ସେଇ ଜିନିଷ ଆଣି ଆପଣ ପୂଜା କରିପାରିବେ। ତାପରେ ଏ ଜିନିଷ ରଖି ସାରିଲା ପରେ କ'ଣ କରିବେ, ହଳଦୀ ପାଣିରେ ପ୍ରଥମେ ସ୍ନାନ କରାଇଦେବେ, ତାପରେ ପଞ୍ଚାମୃତରେ ସ୍ନାନ କରାଇଦେବେ, ତାପରେ ଗଙ୍ଗା ଜଳରେ ସ୍ନାନ କରାଇଦେବେ। ଗଙ୍ଗା ଜଳରେ ସ୍ନାନ କରିସାରିଲା ପରେ ସେଇ ଶିଳପତାରେ କ'ଣ କରିବେ, ଦୁଇଟି କଳାରେ, ଆପଣ ଘରେ ଯେଉଁ କଳା ଥିବ ସେଇ କଳାରେ ଦୁଇଟି ଆଖି କରିବେ। ତାର ଯଦି ହଳଦୀ ବଟା ଥିବ ସେଥିରେ ନାକ ଟିକେ କରିବେ, ପାଟି ଟିକେ କରିବେ। ତାପରେ ସେଥିରେ ଯେଉଁ କଳା ଯେଉଁ ଆଖି କରିବେ ସେଇଥିରେ କ'ଣ କରିବେ, ଦୁଇ ପଟ ସାଇଡ଼୍ରେ ତୁଳା ଟିକେ ଲଗାଇବେ। ତୁଳାରେ ସେଥିରେ ସୋରିଷ ଟିକେ ଦେଇ ଲଗାଇବେ, ଯେମିତି ତାଙ୍କର ଆଖି ହେଲା। ତାପରେ ମାଙ୍କୁ, ଯେହେତୁ ସେଥିରେ ମାଙ୍କୁ ଆବାହନ କରାଯାଉଛି, ଆପଣ ତାଙ୍କୁ ରକ୍ଷାସୂତ୍ର ହଉ କିଛି ଅର୍ପଣ କରିପାରିବେ। ମାଳି, ଚୁଡ଼ି, ଶଙ୍ଖା ମଧ୍ୟ ଅର୍ପଣ କରିପାରିବେ। ଦୁବପତ୍ର, କୋଳିପତ୍ର, ତା ସହିତ ଫୁଲ ମଧ୍ୟ ଆପଣ ଅର୍ପଣ କରିବେ। ଫୁଲ ଫଳ ସବୁ ଫୁଲ ଅର୍ପଣ କରିସାରିଲା ପରେ ଆପଣ ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ତାପରେ ଭୋଗ ଲଗାଇବେ। ଆପଣ କଦଳୀ ଭୋଗ ଲଗାଇ ପାରନ୍ତି, କିଛି ନହେଲେ ପଣା ମଧ୍ୟ ଆପଣ ଭୋଗ ଲଗାଇ ପାରନ୍ତି। ପ୍ରଥମେ କଳସକୁ ଭୋଗ ଲଗାଇବେ, ତାପରେ ମା ବସୁମତୀଙ୍କୁ ଭୋଗ ଲଗାଇବେ। ଦୀପ ଧୂପ ଝୁଣା କର୍ପୂର ସବୁ କିଛି ଅର୍ପଣ କରିବେ। ଅର୍ପଣ କରିସାରିଲା ପରେ ମାଙ୍କୁ ଆପଣଙ୍କ ମନ କଥା ଜଣାଇବେ, ମାଙ୍କୁ ମୁଣ୍ଡିଆ ମାରିବେ। ତ ଏହିପରି ଭାବରେ ଛୋଟ ପୂଜାବିଧି ବସୁମତୀ ସ୍ନାନର ରହିଛି। କିନ୍ତୁ ଏଇସବୁ ଜିନିଷ ଆପଣ ସେଦିନ ବିସର୍ଜନ କରିବେ ନାହିଁ। ତା ପରଦିନ ଆପଣ କ'ଣ କରିବେ, ସେଇ ସ୍ଥାନରୁ ଆପଣଙ୍କର ଯେଉଁ ପିଢ଼ା ଅଛି, ଶିଳିପତା ଅଛି, ସବୁ ଉଠେଇବେ। ତା ସହିତ ଆପଣ ଯେଉଁ
ତୁଳା, ସୋରିଷ, ମାଳି, ଚୁଡ଼ି, ଫୁଲ, ଦୁବପତ୍ର, କୋଳିପତ୍ର ଏସବୁ ଭୋଗ ଆପଣ କ'ଣ କରିବେ ତା ପରଦିନ ପାଣିରେ ଉଜେଇ ପାରିବେ। ଏହିପରି ଭାବରେ ଛୋଟ ଛୋଟ ପୂଜାବିଧି ରହିଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।